ଭାଇ ମାନେ ଜୀବନ ନା କେବେ ବି ସବୁବେଳେ ସହଜ ହୋଇନଥାଏ। ହଁ କି ନାହିଁ କୁହନ୍ତୁ? କେବେ ହସ ଥାଏ ତ କେବେ ଲୁହ ଥାଏ, ତ କେବେ ସଫଳତା ମିଳେ ତ କେବେ ବିଫଳତା ମିଳେ। ହଁ କି ନାହିଁ କୁହନ୍ତୁ? କିନ୍ତୁ ଗୋଟେ କଥା ମନେ ରଖନ୍ତୁ, ଜୀବନରେ ନା ପ୍ରତ୍ୟେକ କଷ୍ଟ ଆମକୁ କିଛି ନୂଆ ଶିଖାଇବା ପାଇଁ ଆସିଥାଏ। ହଁ କି ନାହିଁ କୁହନ୍ତୁ? ସେଥିପାଇଁ ନା ସେଇ ଯେଉଁ ପରିଶାନୀକୁ ଟିକେ ଆମକୁ କ'ଣ ଅପେକ୍ଷା କରିବାକୁ ପଡ଼ିବ। ଠିକ୍ ଅଛି ନା? ହଁ କି ନାହିଁ କୁହନ୍ତୁ? ଠିକ୍ ସେହିଭଳି ଆଜ୍ଞା, ଆଜି ଆପଣ ଯେଉଁ ଦୁଃଖରେ ଅଛନ୍ତି ନା, ସେହି ଦୁଃଖ କାଲି ଆପଣଙ୍କ ଶକ୍ତି ହୋଇପାରେ। ଆଜି ଯେଉଁ ଲୋକ ଆପଣଙ୍କୁ ଅବହେଳା କରୁଛନ୍ତି ନା, କାଲି ସେହି ଲୋକ ଆପଣଙ୍କ ସଫଳତା ଦେଖି ଗର୍ବ ମଧ୍ୟ କରିବେ। ହଁ କି ନାହିଁ? ତେଣୁ କେବେ ବି ନା ନିଜକୁ ଦୁର୍ବଳ ଭାବନ୍ତୁ ନାହିଁ। ଠିକ୍ ଅଛି? ଯେତେବେଳେ ଆପଣଙ୍କ ପାଖରେ କେହି ନଥାନ୍ତି ସେତେବେଳେ ନିଜ ଉପରେ ବିଶ୍ୱାସ ରଖନ୍ତୁ, କାରଣ ଦୁନିଆରେ ନା ସବୁଠାରୁ ବଡ଼ ଶକ୍ତି ହେଉଛି ନା ଆତ୍ମବିଶ୍ୱାସ। ହଁ କି ନାହିଁ? ଦୁନିଆର ସବୁଠାରୁ ବଡ଼ ଶକ୍ତି କ'ଣ ନା ଆମର ଆତ୍ମବିଶ୍ୱାସ। ହଁ କି ନାହିଁ? ଯେଉଁ ବ୍ୟକ୍ତି ନିଜ ଉପରେ ବିଶ୍ୱାସ ରଖେ ନା, ସେ କେବେ ବି ହାରେ ନାହିଁ। ପରେ କୁହ, ଯେଉଁ ବ୍ୟକ୍ତି ନିଜ ଉପରେ ବିଶ୍ୱାସ ରଖେ ସେ କେବେ ବି ନା କୌଣସି ଜାଗାରେ ବି ହାରି ନାହିଁ। ହଁ କି ନାହିଁ କୁହନ୍ତୁ? ଯେତେବେଳେ ଆପଣମାନେ କୌଣସି କାର୍ଯ୍ୟରେ ଅସଫଳ ହେଉଛନ୍ତି, ଠିକ୍ ଅଛି ନା, ସେତେବେଳେ କ'ଣ କରନ୍ତୁ ନା ଆପଣଙ୍କ ମା ବାପାଙ୍କ କଥା ଟିକେ ମନେ ପକାନ୍ତୁ। ଠିକ୍ ଅଛି ନା? ସେମାନେ ନା ଆପଣଙ୍କ ଖୁସି ପାଇଁ କେତେ ଯେ କ'ଣ ତ୍ୟାଗ କରିଛନ୍ତି। ନିଜେ ଭୋକରେ ରହି ଆପଣଙ୍କୁ ଖୁଆଇଥିବେ। ନିଜର ସ୍ୱପ୍ନକୁ ଭୁଲି ଆପଣଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଚେଷ୍ଟା ମଧ୍ୟ କରିଛନ୍ତି। ଯଦି ଜୀବନରେ କେବେ ହାର ମାନିବାକୁ ଇଚ୍ଛା ହୁଏ, ତେବେ ତାଙ୍କ ମୁହଁକୁ ଥରେ ମନେ ପକାନ୍ତୁ। ଆପଣଙ୍କୁ ପୁଣି ଲଢ଼ିବାକୁ ନା ଶକ୍ତି ମିଳିଯିବ। ହଁ କି ନାହିଁ କୁହନ୍ତୁ? ଆଉ ଆମ ଜୀବନରେ ନା ଅନେକ ଲୋକ ଆସିବେ ଆଉ ଅନେକ ଲୋକ ଯିବେ। ହଁ କି ନାହିଁ କୁହନ୍ତୁ? କେହି ସାଥ ଦେବେ ତ କେହି ସାଥ ଛାଡ଼ିଦେବେ। ହଁ କି ନାହିଁ? କିନ୍ତୁ ଯେଉଁ ଲୋକ ଆପଣଙ୍କୁ ଛାଡ଼ି ଯାଇଛି ନା, ସେଥିପାଇଁ ନିଜ ଜୀବନକୁ ନଷ୍ଟ କରନ୍ତୁ ନାହିଁ। ଠିକ୍ ଅଛି? ବୁଝିପାରୁଛନ୍ତି ନା? ଭାଇ, ଯେଉଁମାନେ ଆପଣଙ୍କୁ ଛାଡ଼ି ଚାଲିଯାଇଛନ୍ତି ନା, ସେମାନଙ୍କ ପାଇଁ ଆପଣଙ୍କ ଜୀବନକୁ ନଷ୍ଟ କରନ୍ତୁ ନାହିଁ। ଠିକ୍ ଅଛି? ଯିଏ ଆପଣଙ୍କ ମୂଲ୍ୟ ବୁଝିଲା ନାହିଁ, ତାଙ୍କ ପାଇଁ କାନ୍ଦିବା ଠାରୁ ନିଜକୁ ଆହୁରି ଶକ୍ତିଶାଳୀ କରନ୍ତୁ। ହଁ କି ନାହିଁ କୁହନ୍ତୁ? କଷ୍ଟ ବିନା ସଫଳତାର ମୂଲ୍ୟ କିଛି ନାହିଁ। ଠିକ୍ ଅଛି ନା? କଷ୍ଟ ବିନା ସଫଳତାର ମୂଲ୍ୟ କିଛି ନାହିଁ ଆଜ୍ଞା। ସୁନା ଯେପରି ଅଗ୍ନିରେ ପୋଡ଼ି ଘାଣ୍ଟି ହୁଏ, ସେହିପରି ମଣିଷ କଷ୍ଟ ସହିନା ସଫଳ ହୋଇଥାଏ। ତେଣୁ କଷ୍ଟକୁ ଭୟ କରନ୍ତୁ ନାହିଁ। କଷ୍ଟ ହେଉଛି ସଫଳତାର ନା ପ୍ରଥମ ପାହାଚ। ହରେ କୁହନ୍ତୁ ଭାଇ, କଷ୍ଟ କ'ଣ ନା ସଫଳତାର ନା ପ୍ରଥମ ପାହାଚ। ବିନା କଷ୍ଟରେ ସଫଳ କେବେ ମିଳିପାରିବ ନାହିଁ। ଠିକ୍ ଅଛି? ଗୋଟେ କଥା ମନେ ରଖନ୍ତୁ, ରାତି ଯେତେ ଅନ୍ଧାର ହେଉ ସକାଳ ନିଶ୍ଚିତ ଆସେ। ରାତି ଯେତେ ଅନ୍ଧାର ହେଉନା କାହିଁକି, ସକାଳ ନିଶ୍ଚୟ ହୁଏ। ହଁ କି ନାହିଁ? ସେହିପରି ଆପଣଙ୍କ ଜୀବନରେ ଯେତେ ସମସ୍ୟା ଥାଉ ନା କାହିଁକି, ଏମିତି ଗୋଟେ ଦିନ ଆସିବ ସବୁ ଠିକ୍ ହେଇଯିବ। ସବୁ ଠିକ୍ ହେଇଯିବ। ହଁ କି ନାହିଁ କୁହନ୍ତୁ? କେବଳ ଧୈର୍ଯ୍ୟ ଧରନ୍ତୁ ଓ ନିଜ ଲକ୍ଷ୍ୟ ଦିଗରେ ଆପଣ ଆଗକୁ ବଢ଼ନ୍ତୁ। ଠିକ୍ ଅଛି ଭାଇ? ଯେଉଁଦିନ ଆପଣ ନିଜ ଭୟକୁ ଜିତିଯିବେ ନା, ସେହିଦିନ ଆପଣ ଦୁନିଆକୁ ଜିତିପାରିବେ। କାରଣ ଆମର ସବୁଠାରୁ ବଡ଼ ଶତ୍ରୁ ବାହାରେ ନୁହେଁ, ଆମ ମନ ଭିତରେ ରହିଥାଏ। ଠିକ୍ ଅଛି ନା? କ'ଣ ଠିକ୍ କହୁଛି ନା ଭୁଲ କହୁଛି? ଆପଣ ଏଇ କଥା ଗୁଡ଼ିକ ନା ଆପଣଙ୍କ ଯଦି ଭଲ ଲାଗିବ ନିଶ୍ଚିତ କମେଣ୍ଟରେ ଜଣାନ୍ତୁ। ଆଉ ଗୋଟେ କଥା ମନେ ରଖନ୍ତୁ, ଜୀବନରେ କେବେ ବି ନିଜକୁ ଅନ୍ୟ ସହିତ କେବେ ବି ତୁଳନା କରନ୍ତୁ ନାହିଁ। କାରଣ ପ୍ରତ୍ୟେକ ମଣିଷର ଯାତ୍ରା ନା ଅଲଗା ରହିଥାଏ। ଯିଏ ଆଜି ଆଗରେ ଅଛି ସେ କାଲି ପଛରେ ମଧ୍ୟ ରହିପାରେ। ହଁ କି ନାହିଁ କୁହନ୍ତୁ? ଆଉ ଯିଏ ଆଜି ପଛରେ ଅଛି ସେ କାଲି ସମସ୍ତଙ୍କ ଠାରୁ ଆଗକୁ ମଧ୍ୟ ଯାଇପାରେ। ହଁ କି ନାହିଁ କୁହନ୍ତୁ? ନିଜ ସ୍ୱପ୍ନକୁ ନା କେବେ ବି ଛାଡ଼ନ୍ତୁ ନାହିଁ। ଲୋକେ ହସିବେ, ଅପମାନ କରିବେ, କହିବେ ତୁମେ ପାରିବ ନାହିଁ। କିନ୍ତୁ ମନେ ରଖନ୍ତୁ ଆଜ୍ଞା, ଯେଉଁ ଲୋକମାନେ ଇତିହାସ ରଚନ୍ତି ନା, ସେମାନଙ୍କୁ ଆରମ୍ଭରେ ସମସ୍ତେ ପାଗଳ ବୋଲି କହିଥାନ୍ତି। ହଁ କି ନାହିଁ କୁହନ୍ତୁ? କେବେ କେବେ ନା ଆମେ ଭଗବାନଙ୍କୁ ପଚାରୁ,
ମୋ ସହିତ ଏମିତି କାହିଁକି ହେଲା? କିନ୍ତୁ ସମୟ ଆସିଲେ ନା ସବୁ ବୁଝିପାରୁ। ସେହି କଷ୍ଟ ଆମକୁ ଏକ ଭଲ ମଣିଷ ତିଆରି କରିବା ପାଇଁ ଆସିଥିଲା। ଓକେ କୁହନ୍ତୁ। ତେଣୁ ଆଜି ଯଦି ଆପଣ କାନ୍ଦୁଛନ୍ତି ନା, ନିରାଶ ଅଛନ୍ତି, ଏକା ଅନୁଭବ କରୁଛନ୍ତି, ତାହେଲେ ଏହା ମନେ ରଖନ୍ତୁ ଯେ ଆପଣଙ୍କ କାହାଣୀ ଏଠି ସରିଯାଇନି। ଭଗବାନ ଆପଣଙ୍କ ପାଇଁ ଆହୁରି ଭଲ କିଛି ଲେଖିଛନ୍ତି। ବାସ୍ ଶେଷରେ ମୁଁ ଏତିକି ମାତ୍ର କହିବାକୁ ଚାହୁଁଛି, ଉଠନ୍ତୁ, ନିଜ ଲୁହକୁ ପୋଛନ୍ତୁ, ହସନ୍ତୁ ଓ ଆଗକୁ ବଢ଼ନ୍ତୁ। କାରଣ ଜୀବନ ଥରେ ମିଳେ, ଏହାକୁ କାନ୍ଦି କାନ୍ଦି ନୁହେଁ, ଲଢ଼ି ଲଢ଼ି ଜିତନ୍ତୁ। ଠିକ୍ ଅଛି ନା ଭାଇ? ଏକ ଦିନ ଆପଣଙ୍କ ସଂଘର୍ଷ ହିଁ ଆପଣଙ୍କ ସବୁଠାରୁ ବଡ଼ ସଫଳତାର କାହାଣୀ ହେବ। ହଁ କୁହନ୍ତୁ ଭାଇ, ହାର ମାନନ୍ତୁ ନାହିଁ, କାରଣ ଆପଣଙ୍କ ଜୀବନର ସବୁଠୁ ସୁନ୍ଦର ଅଧ୍ୟାୟ ଏପର୍ଯ୍ୟନ୍ତ ଲେଖାଯିବା ବାକି ଅଛି। ଠିକ୍ ଅଛି ନା ଆଜ୍ଞା? ଯଦି ଭାଇ ଆପଣଙ୍କୁ ଏଇ ଭିଡ଼ିଓ ଭଲ ଲାଗିଥିବ ନା, ଆପଣ ପ୍ଲିଜ୍ ଆମର ଏଇ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ଲୋକମାନଙ୍କୁ ସେୟାର କରନ୍ତୁ, ଯାହାଦ୍ୱାରା ଆପଣଙ୍କ ପରି ସେମାନେ ବି ଟିକେ ମୋଟିଭେଟ୍ ହେବେ ଓ ଆଗକୁ ବଢ଼ିବା ପାଇଁ ସେମାନେ ବି ସାହସ ପାଇପାରିବେ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।